ବହୁ ଅତି ଉଚ୍ଚ କୋଟିର ରହେ। ଜଣେ ମଣିଷ ପ୍ରତି ମଣିଷଙ୍କ ସାଙ୍ଗରେ ତାଙ୍କର ସୁସମ୍ପର୍କ ରହିଥିଲା। ସେ ସୁସମ୍ପର୍କ ଭିତରେ ସେ ଯେଉଁ ତାଙ୍କ ଜୀବନ କାଳ ମଧ୍ୟରେ ଯେଉଁ ସବୁ କର୍ମ କରିଯାଇଛନ୍ତି ସେ କର୍ମକୁ ସମସ୍ତେ ଆଜି ପର୍ଯ୍ୟନ୍ତ ଧରୁଛନ୍ତି। ବୋଉର ଅନ୍ତିମ ସଂସ୍କାର ସମୟରେ ପେଡ଼ାଗୁଡ଼ି ଗ୍ରାମର ଅନ୍ତତ ପକ୍ଷେ 150 ଲୋକ ଉପସ୍ଥିତ ଥିଲେ ଶ୍ମଶାନ ଘାଟରେ। ତାଙ୍କ ଜୀବନ କାଳ ଭିତରେ ସେ ଗୋଟେ ପରିବାରରେ 30 ଜଣ ମେମ୍ବରକୁ ପ୍ରତ୍ୟେକ ଦିନ ରୋଷେଇ କରି ଖାଇବା ପାଇଁ ଦଉଥିଲେ। ତାଙ୍କ ଭିତରେ କୌଣସି ପ୍ରକାରର ହିଂସାତ୍ମକ ଚିନ୍ତାଧାରା ନଥିଲା। ସେ ସମସ୍ତଙ୍କ ସହିତ ଭଲ ଭାବରେ ମିଳାମିଶା କରୁଥିଲେ। ପାତର ଅନ୍ତର ନୀତି ତାଙ୍କ ପାଖରେ ନଥିଲା। ସେ ତାଙ୍କର ଆଉ 2 ଜଣ ଯାଆଙ୍କ ସାଙ୍ଗରେ ମିଶିକି ରହିଥିଲେ। ଦୀର୍ଘ 80 ବର୍ଷ ପର୍ଯ୍ୟନ୍ତ ସେମାନେ 3 ଯା ମିଶିକି ସାଙ୍ଗରେ ଥିଲେ। ବହୁ ପୂର୍ବରୁ ତାଙ୍କର ବଡ଼ ଯା ଆଉ ମଝିଆ ଯା ଚାଲି ଯାଇଥିଲେ। ଆଉ ଶେଷରେ ଇଏ ମଧ୍ୟ ଗଲେ। ଏଇ ଚଳିତ ନଭେମ୍ବର ମାସ 21 ତାରିଖ 2025 ମସିହାରେ ତାଙ୍କର ଅନ୍ତିମ ଯାତ୍ରା ହେଲା। ତ ତାଙ୍କ 3 ଯାଙ୍କ କର୍ମରେ ଏଭଳି ଲେଖା ଥିଲା, 3 ଯା ଯାକ ଅହ୍ୟରାଣୀରେ ଯାଇଛନ୍ତି। ତେଣୁ ତାଙ୍କର ସ୍ମୃତିଚାରଣ କରିବା ନିତ୍ୟାନ୍ତ ଆବଶ୍ୟକ ଅଛି। ଆଉ ସମସ୍ତେ ଆଜି ତାଙ୍କୁ ମନେ ପକାଉଛନ୍ତି, ଝୁରୁଛନ୍ତି। ସେ କେବେ କାହାକି ରାଗନ୍ତି ନାହିଁ। ଯେତେ ଯାହା ହେଲେ ମଧ୍ୟ ନିଜେ ସେ ସହିଯାଆନ୍ତି, ଅନ୍ୟକୁ କଷ୍ଟ ଦିଅନ୍ତି ନାହିଁ। ତାଙ୍କ ପାଇଁ ଆଜି ଆମ ପରିବାରରେ ବହୁତ କିଛି ଡେଭଲପମେଣ୍ଟ ହେଇଛି। ଅନେକ କିଛି ଭଲ କାମ ସେ କରିଛନ୍ତି, ଯାହାକୁ ଗାଁ ସାରା ଲୋକ ଝୁରି ହେଉଛନ୍ତି।